ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା। ସର୍ବପ୍ରଥମେ ଉପକ୍ରମ। ବିଜ୍ଞାନ ହେଉଛି ଆଧୁନିକ ସଭ୍ୟତାର ମୂଳଦୁଆ। ମଣିଷର ଜୀବନ ଶୈଳୀକୁ ସହଜ ଓ ସୁନ୍ଦର କରିବାରେ ବିଜ୍ଞାନର ଅବଦାନ ଅତୁଳନୀୟ। ଭାରତୀୟ ବୈଜ୍ଞାନିକମାନଙ୍କର ଅଭୂତପୂର୍ବ ସଫଳତା ଏବଂ ସମାଜରେ ବୈଜ୍ଞାନିକ ଚିନ୍ତାଧାରା ଜାଗ୍ରତ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 28 ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଏ। ଇତିହାସ ଓ ମହତ୍ତ୍ୱ। 1928 ମସିହା ଫେବୃଆରୀ 28 ତାରିଖରେ ମହାନ ଭାରତୀୟ ବୈଜ୍ଞାନିକ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ତାଙ୍କର ପ୍ରସିଦ୍ଧ ଆବିଷ୍କାର ରମଣ ଇଫେକ୍ଟ ବିଷୟରେ ଘୋଷଣା କରିଥିଲେ। ଏହି ଯୁଗାନ୍ତକାରୀ ଆବିଷ୍କାର ପାଇଁ ତାଙ୍କୁ 1930 ମସିହାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହି ସ୍ମୃତିରେ 1987 ମସିହାରୁ ଭାରତ ସରକାର ଏହି ଦିନଟିକୁ ଜାତୀୟ ବିଜ୍ଞାନ ଦିବସ ଭାବେ ଘୋଷଣା କରିଛନ୍ତି। 2026ର ବିଷୟବସ୍ତୁ। 2026 ମସିହା ଜାତୀୟ ବିଜ୍ଞାନ ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ବିଜ୍ଞାନରେ ମହିଳା, ବିକଶିତ ଭାରତ ପାଇଁ ଅନୁପ୍ରେରଣା। ଓମେନ୍ ଇନ୍ ସାଇନ୍ସ କ୍ୟାଟାଲାଇଜିଂ ବିକଶିତ ଭାରତ। ଏହି ବିଷୟବସ୍ତୁର ମୁଖ୍ୟ ଲକ୍ଷ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କର ଭୂମିକାକୁ ପ୍ରୋତ୍ସାହିତ କରିବା। କିପରି ପାଳନ କରାଯାଏ? ଏହି ଦିନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ବିଜ୍ଞାନ ପ୍ରତିଷ୍ଠାନମାନଙ୍କରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ବିଜ୍ଞାନ ପ୍ରଦର୍ଶନୀ। ଛାତ୍ରଛାତ୍ରୀମାନେ ନୂଆ ନୂଆ ମଡେଲ ପ୍ରସ୍ତୁତ କରି ବିଜ୍ଞାନର ପ୍ରୟୋଗ ଦେଖାନ୍ତି। ଆଲୋଚନା ଚକ୍ର। ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ପାଇଁ ବିଭିନ୍ନ ସେମିନାର ଓ କୁଇଜ ପ୍ରତିଯୋଗିତା ହୁଏ। ପୁରସ୍କାର ବିତରଣ। ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଏ। ଉପସଂହାର ବା ଶେଷ କଥା। ବିଜ୍ଞାନ ବିନା ଦେଶର ପ୍ରଗତି ଅସମ୍ଭବ। ଅନ୍ଧବିଶ୍ୱାସ ଦୂର କରି ଯୁକ୍ତିଯୁକ୍ତ ଚିନ୍ତାଧାରା ଆପଣାଇବା ହିଁ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ। ଆମେ ସମସ୍ତେ ବିଜ୍ଞାନକୁ କେବଳ ଏକ ବିଷୟ ଭାବେ ନୁହେଁ, ବରଂ ଜୀବନ ଜୀଇବାର ଏକ ଶୈଳୀ ଭାବେ ଗ୍ରହଣ କରିବା ଉଚିତ। ତ ପିଲାମାନେ, ଏ ଥିଲା ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ସୁନ୍ଦର ରଚନା। ଆଶା କରୁଛି ରଚନାଟି ପସନ୍ଦ ଆସିଥିବ। ତେବେ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।